ଆଜିର ଏ ଅମୃତବାଣୀରେ ସମସ୍ତଙ୍କୁ ମୋର ସ୍ୱାଗତ ଜଣାଏ। ଆଜିର ଅମୃତବାଣୀ ହେଲା ସିନ୍ଦୁର। ସିନ୍ଦୁର କେଉଁ ଜାଗାରେ କିଏ ରହନ୍ତି? ସିନ୍ଦୁର ଯଦି ଶ୍ରୀମନ୍ତରେ ଲଗାଯାଏ ତାହେଲେ ସାଗର କନ୍ୟା ବାସ କରନ୍ତି ଏବଂ ଯଦି କପାଳରେ ଲଗା ହୁଏ ତାହେଲେ ମା ଚଣ୍ଡିକା ଦେବୀ ରହନ୍ତି। ଆଉ ଯଦି କଣ୍ଠରେ ଲଗା ହୁଏ ତାହେଲେ ମା ସରସ୍ୱତୀ ଦେବୀ ବାସ କରନ୍ତି। ଆଉ ଯଦି ଶଙ୍ଖାରେ ଲଗା ହୁଏ ତାହେଲେ ମା ସାବିତ୍ରୀ ଦେବୀ ବାସ କରନ୍ତି। ସ୍ତ୍ରୀ ପ୍ରତିଦିନ ସିନ୍ଦୁର ଲଗାଇବା ଏକ ପ୍ରକାର ପୂଜା ଅଟେ। ସେଥିପାଇଁ ମୋ ମା ମାନଙ୍କୁ ବିଶେଷ ଅନୁରୋଧ କରେ, ସିନ୍ଦୁର ପ୍ରତ୍ୟେକ ଦିନ ଲଗାନ୍ତୁ। ଏଇଟା ଥିଲା ଆଜିର ଅମୃତବାଣୀ। ଜୟ